ଗ୍ରହ ଲେଖେ ଭାଗ୍ୟ ଭଗବାନ ଦେଖନ୍ତି କର୍ମ ସତ୍ୟ ପଥେ ଚାଲିଲେ ଅବଶ୍ୟ ମିଳେ ଧର୍ମ। ହାର ନ ମାନ ସମୟ ନିଶ୍ଚିତ ହେବ ଶୁଭ। ଆଜିର ସଂଘର୍ଷ କାଲିକି ଦେବ ସଫଳତାର ଫଳ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୁଧୀର ସ୍ୱାଗତ ଜଣାଉଛି ମୋର ଆଜିର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ। ବୃଷ ରାଶି ବ୍ୟକ୍ତିଙ୍କର 2026 ମସିହାଟି କେମିତି କଟିବ? ବୃଷ ରାଶିର ଭବିଷ୍ୟବାଣୀ 2026 ମସିହା ପାଇଁ। ପ୍ରିୟ ବୃଷ ରାଶିର ବ୍ୟକ୍ତି ବିଶେଷ, ଆପଣଙ୍କର ବର୍ତ୍ତମାନ ଗ୍ରହମାନଙ୍କର ଗୋଚରୀୟ ଭ୍ରମଣ ତଥା ଚନ୍ଦ୍ର ରାଶି ଆଧାରରେ ଯଦି ବାର୍ଷିକ ରାଶିଫଳକୁ ଆମେ ଲକ୍ଷ୍ୟ କରିବା, ତାହେଲେ ବୃହସ୍ପତି ଆପଣଙ୍କର ବର୍ତ୍ତମାନ ଦ୍ୱିତୀୟରେ ଅଛନ୍ତି, ଯେ ଜୁନ୍ ମାସ ପରେ ଆପଣଙ୍କର ତୃତୀୟ ବୃହସ୍ପତି ହେଇଯିବେ। କେତୁ ଆପଣଙ୍କର ଚତୁର୍ଥରେ ଥିଲାବେଳେ ବୁଧ ଶୁକ୍ର ସପ୍ତମରେ, ରବି ମଙ୍ଗଳ ଆପଣଙ୍କର ଅଷ୍ଟମରେ, ରାହୁ ଦଶମରେ ଏବଂ ଶନି ଆପଣଙ୍କର ଏକାଦଶ ଭାବରେ ରହିଛନ୍ତି। ତେଣୁ ଗ୍ରହମାନଙ୍କର ଏହି ପ୍ରକାରର ଅବସ୍ଥିତି, ଯାହା ବୃଷ ରାଶି ପାଇଁ ଜୀବନରେ ଗୋଟେ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଜୀବନରେ ଗୋଟେ ନୂତନ ଆରମ୍ଭ ହେବାକୁ ଯାଉଛି ଆପଣଙ୍କର। ଆର୍ଥିକ ସ୍ଥିରତା, ନିଜର ମୂଲ୍ୟବୋଧର ପୁନର୍ବାର ଗଢ଼ି ତୋଳିବାର ବର୍ଷ ହେଉଛି ଏହି 2026 ମସିହା। ଏହି 2026 ମସିହାରେ ଶୁକ୍ର ଏବଂ ଶନିଙ୍କର ମିଳିତ ପ୍ରଭାବ ରାଶିକୁ ଧୀର ଗତିରେ ସ୍ଥାୟୀ ସଫଳତା ଆଡ଼କୁ ନେଇଯିବ। ପ୍ରିୟ ବୃଷ ରାଶିର ବ୍ୟକ୍ତି ବିଶେଷ, ନୂତନ ଚାକିରି ଯେଉଁ ବୃଷ ରାଶିର ବ୍ୟକ୍ତିମାନେ ରହିଛନ୍ତି, ଯେ ଚାହୁଁଛନ୍ତି କର୍ମ ଆଶାଇବା କର୍ମ ନିଯୁକ୍ତି ପାଇବା ପାଇଁ ଯେଉଁମାନେ ଇଚ୍ଛା ରଖିଛନ୍ତି, ସେମାନଙ୍କ ପାଇଁ ନୂତନ ଚାକିରିର ଭଲ ସୁଯୋଗ ଆସିବ। ବ୍ୟବସାୟକୁ ଏ ବର୍ଷ ଆପଣ ନୂଆ ଢାଞ୍ଚାରେ ନିଜର ଦକ୍ଷତା, ନିଜର ବୁଦ୍ଧିର ଉପଯୋଗ କରି ଏ ବର୍ଷ ଆପଣ ବ୍ୟବସାୟକୁ ତ୍ୱରାନ୍ୱିତ କରିବେ, ବ୍ୟବସାୟକୁ ବୃଦ୍ଧି କରାଇବେ ଏବଂ ଆର୍ଥିକ କ୍ଷେତ୍ରରେ ମଧ୍ୟ ଏ ବର୍ଷ ଆପଣ ସମୃଦ୍ଧିଶାଳୀ ହୋଇପାରିବେ। ତେବେ ଫେବୃଆରୀ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଆପଣଙ୍କର କର୍ମକ୍ଷେତ୍ରରେ ଟିକେ ଜଞ୍ଜାଳମୟ ପରିସ୍ଥିତି ଆସିପାରେ। ତେବେ ଏପ୍ରିଲ ପରେ ଆପଣ ଋଣ ନେଇପାରନ୍ତି, ଲୋନ୍ କରିପାରନ୍ତି। ମେରୁ ଅଗଷ୍ଟ ଭିତରେ ଆପଣଙ୍କର ଆକସ୍ମିକ ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟ ଭିତରେ ଆପଣ ଆର୍ଥିକ କ୍ଷେତ୍ରକୁ ଟିକେ ଜଗି ରଖି ଚାଲନ୍ତୁ। ପରିବାର ଦାମ୍ପତ୍ୟ ଜୀବନକୁ ଯଦି ଦେଖିବା, ତାହେଲେ ଅକ୍ଟୋବର ମାସରେ ଆପଣଙ୍କର ପରିବାରରେ କୌଣସି ପ୍ରକାର କ୍ଲେଶ ଉପୁଜିପାରେ। ପାରିବାରିକ ଦାମ୍ପତ୍ୟ ଜୀବନରେ, ଗୃହସ୍ଥ ଜୀବନରେ ଆପଣଙ୍କର କୌଣସି ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ। ତେବେ ମେରୁ ଜୁଲାଇ ମଧ୍ୟରେ ଆପଣଙ୍କର ଭୂମି, ଭବନ, ବାହନ ଆଦି ଆପଣ ପ୍ରାପ୍ତ ହୋଇପାରିବେ। ଆଉ ସ୍ୱାସ୍ଥ୍ୟ କଥା ଯଦି ଆମେ ଲକ୍ଷ୍ୟ କରିବା, ନାସା, ଗଳା, କର୍ଣ୍ଣ ଏଗୁଡ଼ିକରେ ଆପଣଙ୍କର ଟିକେ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ତେବେ ଭୂମି, ଭବନ, ବାହନ ଆଦି ଏ ବର୍ଷ ଆପଣ ପ୍ରାପ୍ତ ହେବା ପାଇଁ ଯାଉଛନ୍ତି। ଆମେ 2026 ମସିହାକୁ ବୃଷ ରାଶି ବ୍ୟକ୍ତିଙ୍କର ସ୍ଥିରତା, ସଫଳତା ଏବଂ ଧନ ଲାଭର ବର୍ଷ ବୋଲିକି ଆମେ କହିପାରିବା। ଚାକିରିରେ ପ୍ରଗତି, ପ୍ରମୋସନ ଯୋଗ, ବରିଷ୍ଠ ଲୋକମାନଙ୍କର ସହଯୋଗ ମିଳିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଆପଣ ବର୍ଷର ଦ୍ୱିତୀୟ ଭାଗରେ ଚାକିରି ମଧ୍ୟ ଆପଣଙ୍କର ଭଲ ଜାଗାକୁ ଟ୍ରାନ୍ସଫର ହୋଇପାରିବ ଏବଂ କଠିନ ପରିଶ୍ରମର ଫଳ ଆପଣଙ୍କୁ ଏ ବର୍ଷ ନିଶ୍ଚିତ ଭାବରେ ମିଳିବାକୁ ଯାଉଛି। ଆୟରେ ଏ ବର୍ଷ ବୃଦ୍ଧି ହେବ। ସଞ୍ଚୟ ବିନିଯୋଗରୁ ଆପଣଙ୍କୁ ଲାଭ ମିଳିବ। ଜମି, ଘର, ଗାଡ଼ି ଆଦି ଆପଣ ଏ ବର୍ଷ କ୍ରୟ କରିପାରିବେ। ତେବେ ଋଣ ଏବଂ ଅନାବଶ୍ୟକ ଖର୍ଚ୍ଚ ଠାରୁ ଆପଣ ନିଜକୁ ଦୂରେଇ ରଖନ୍ତୁ। ପ୍ରେମ ପ୍ରସଙ୍ଗରେ ଆପଣଙ୍କର ସମ୍ପର୍କ ମଜବୁତ ହେବ। ବିବାହିତ ଜୀବନରେ ଆପଣ ସୁଖ ଓ ବୁଝାମଣାକୁ ନେଇ ଆପଣ ଆଗକୁ ବଢ଼ି ଚାଲିବେ। ତେବେ ପାରିବାରିକ ଦାମ୍ପତ୍ୟ ଜୀବନରେ ଆପଣଙ୍କର ଏ ବର୍ଷ ସୁଖ ଶାନ୍ତି ଅବ୍ୟାହତ ରହିବ। ଶୁଭ
କାର୍ଯ୍ୟଗୁଡ଼ିକ ଏ ବର୍ଷ ଆପଣ କରିପାରିବେ, ଯେମିତିକି ଘରେ ଆପଣଙ୍କର ଶୁଭ ମାଙ୍ଗଳିକ କର୍ମ, ବିବାହ, ବ୍ରତ ଭଳି ମାଙ୍ଗଳିକ ଉତ୍ସବ କର୍ମ ଯଦି ହେଇପାରିବ। ନୂତନ ଗୃହ ପ୍ରତିଷ୍ଠା, ଗୃହ ନିର୍ମାଣ ଏସବୁ କାମ ମଧ୍ୟ ଆପଣ କରିପାରିବେ। ପିତାମାତାଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିବ। ଶିକ୍ଷାର୍ଥୀମାନେ ପାଠପଢ଼ାରେ ମନୋଯୋଗ ଦେବେ ଏବଂ ପରୀକ୍ଷାରେ ସଫଳତା ହାସଲ କରିବେ। ଯେଉଁମାନେ ଟେକ୍ନିକାଲ ପାଠ ପଢ଼ୁଛନ୍ତି ଏ ବର୍ଷଟି ତାଙ୍କ ପାଇଁ ବହୁତ ଶୁଭ। ବିଦେଶ ଯାତ୍ରାର ମଧ୍ୟ ଯୋଗ ରହୁଛି ଉଚ୍ଚଶିକ୍ଷା ପାଇଁ। ତେବେ ସ୍ୱାସ୍ଥ୍ୟ କଥା ଯଦି ଦେଖିବା, ମୁଁ ତ ଟୀକା ଆଗରୁ କହିଛି, ନାସା, ଗଳା, କର୍ଣ୍ଣ ଆଦି ରୋଗ ଏ ବର୍ଷ ଆପଣଙ୍କର ହେବାର ସମ୍ଭାବନା ରହୁଛି। ନିଜର ଓଜନ, ଆପଣଙ୍କର ରକ୍ତ ଶର୍କରା ଓ ସୁଗାର ଏବଂ ଆପଣଙ୍କର ଗଳା, ଥାଇରଏଡ଼ ଏସବୁ ସମସ୍ୟା ଗୁଡ଼ିକ ଏ ବର୍ଷ ଆପଣଙ୍କର ଦେଖାଯାଇପାରେ। ତେଣୁ ନିୟମିତ ଯୋଗ, ଆହାର ଏବଂ ଆପଣଙ୍କର ଜୀବନଶୈଳୀକୁ ଆପଣ ଟିକେ ଦୃଷ୍ଟି ଦିଅନ୍ତୁ। 2026 ମସିହାଟି ବୃଷ ରାଶିମାନଙ୍କ ପାଇଁ ସୁଖ, ସମୃଦ୍ଧି ଏବଂ ସ୍ଥିରତାର ଏବଂ ସଫଳତାର ବର୍ଷ ହେଇ ଆସୁଛି। ପ୍ରିୟ ବୃଷ ରାଶିର ବ୍ୟକ୍ତିବିଶେଷ, ପ୍ରତ୍ୟେକ ଶୁକ୍ରବାରରେ ଆପଣ ମା ଲକ୍ଷ୍ମୀଙ୍କୁ ସାୟଂକାଳରେ ଅର୍ଥାତ୍ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କୁ ଆପଣ ଦର୍ଶନ କରନ୍ତୁ, ଶ୍ରୀ ସୂକ୍ତ ପାଠ କରନ୍ତୁ କିମ୍ବା ଲକ୍ଷ୍ମୀଙ୍କୁ ଆପଣ ପୂଜା ଆରାଧନା କରନ୍ତୁ। ଧଳା ବସ୍ତ୍ର ଆପଣ ବ୍ୟବହାର କରିପାରିବେ। ଯଦି ଧଳା ବସ୍ତ୍ର ପରିଧାନ କରିବା ଆପଣଙ୍କ ପାଇଁ ସମ୍ଭବ ହୋଇପାରୁନାହିଁ, ତାହେଲେ ଆପଣ ହ୍ୟାଣ୍ଡକର୍ଚିପ୍, ଆପଣଙ୍କର ଯେ ରୁମାଲଟି ରହିଛି, ଆପଣ ଧଳା ରଙ୍ଗର ରୁମାଲଟିକୁ ଏ ବର୍ଷ ବ୍ୟବହାର କରନ୍ତୁ। ତେବେ ମୋଟ ଉପରେ ଯଦି ଆମେ ଦେଖିବା, ତୁଳନାତ୍ମକ ଭାବରେ ଯଦି ଆମେ ବିଚାର କରିବା, ତାହେଲେ 2025 ଠାରୁ 2026 ମସିହାଟି ଆପଣଙ୍କ ପାଇଁ ସୁଖ ସମୃଦ୍ଧିପୂର୍ଣ୍ଣ ବର୍ଷ ହେଇ ଆସୁଛି। ପ୍ରିୟ ବୃଷ ରାଶି ବ୍ୟକ୍ତିବିଶେଷ, ଜ୍ୟୋତିଷ, ବାସ୍ତୁ ଏବଂ ଧର୍ମ ବିଷୟକ ମୋର ଏହି ଐତିହାସିକ ଚ୍ୟାନେଲର ଏଇ ଯେ ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା? ଯଦି ମୋର ଭିଡ଼ିଓ ଆପଣଙ୍କର ପସନ୍ଦ ହେଉଛି ତାହେଲେ ନିଶ୍ଚିତ ଭାବରେ ଲାଇକ୍ଟିଏ କରନ୍ତୁ ଏବଂ ମୋର ଭିଡ଼ିଓକୁ ସେୟାର କରନ୍ତୁ। ଯଦି ପାରୁଛନ୍ତି, ନୂଆ କରି ଭିଜିଟ୍ କରିଛନ୍ତି, ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଆପଣ ସବସ୍କ୍ରାଇବ୍ଟିଏ କରିବାକୁ ଭୁଲନ୍ତୁ ନାହିଁ। ତେବେ ଆଜି ତ ସମୟ ହେଇଯାଇ ଦର୍ଶକ ବନ୍ଧୁ, ପୁଣି ଆମେ ପରବର୍ତ୍ତୀ ଅଧ୍ୟାୟରେ ଦେଖା ହେବା। ଆପଣଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୁଧୀର। ଜୟ ଜଗନ୍ନାଥ।